ओम शांति 15 ଜାନୁଆରୀ 2025 प्रातः मुरली बाबा कहउछंती मिठे बच्चे बाबा तुमମାନଙ୍କୁ स्वच्छ बुद्धि କରିବା ପାଇଁ ଆସିଛନ୍ତି। ଯେତେବେଳେ ସ୍ୱଚ୍ଛ ହୋଇଯିବ ସେତେବେଳେ ତୁମେ ଦେବତା ହୋଇପାରିବ। ବାବା ତୁମମାନଙ୍କୁ ସ୍ୱଚ୍ଛ ବୁଦ୍ଧି କରିବା ପାଇଁ ଆସିଛନ୍ତି। ଯେତେବେଳେ ସ୍ୱଚ୍ଛ ହୋଇଯିବ ସେତେବେଳେ ତୁମେ ଦେବତା ହୋଇପାରିବ। ପ୍ରଥମ ପ୍ରଶ୍ନ, ଏହି ଡ୍ରାମାର ପୂର୍ବ ପ୍ରସ୍ତୁତ ପ୍ଲାନ୍ ବା ଯୋଜନା କ'ଣ ଯେଉଁଥିରୁ ବାବା ମଧ୍ୟ ମୁକୁଳି ପାରିବେ ନାହିଁ? ଏହି ଡ୍ରାମାର ପୂର୍ବ ପ୍ରସ୍ତୁତ ପ୍ଲାନ୍ ଅର୍ଥାତ୍ ଯୋଜନା କ'ଣ ଯେଉଁଥିରୁ ବାବା ମଧ୍ୟ ମୁକୁଳି ପାରିବେ ନାହିଁ? ଉତ୍ତର, ପ୍ରତି କଳ୍ପରେ ବାବାଙ୍କୁ ନିଜର ସନ୍ତାନମାନଙ୍କ ପାଖକୁ ଆସିବାକୁ ହିଁ ପଡ଼ିବ। ପତିତ ଦୁଃଖୀ ସନ୍ତାନମାନଙ୍କୁ ସୁଖୀ କରିବାକୁ ହିଁ ପଡ଼ିବ। ଏହିପରି ଡ୍ରାମାର ପ୍ଲାନ୍ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ଏହି ବନ୍ଧନରୁ ବାବା ମଧ୍ୟ ମୁକୁଳି ପାରିବେ ନାହିଁ। ଦ୍ୱିତୀୟ ପ୍ରଶ୍ନ, ତୁମକୁ ପାଠ ପଢ଼ାଉଥିବା ବାବାଙ୍କର ମୁଖ୍ୟ ବିଶେଷତା କ'ଣ? ତୁମକୁ ପାଠ ପଢ଼ାଉଥିବା ବାବାଙ୍କର ମୁଖ୍ୟ ବିଶେଷତା କ'ଣ? ଉତ୍ତର, ସେ ବହୁତ ନିରହଙ୍କାରୀ ହୋଇ ପତିତ ଦୁନିଆ, ପତିତ ଶରୀରରେ ଆସୁଛନ୍ତି। ବାବା ବର୍ତ୍ତମାନ ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି। ତୁମେ ପୁଣି ଦ୍ୱାପର ଯୁଗରେ ତାଙ୍କ ପାଇଁ ସୁନାର ମନ୍ଦିର ତିଆରି କରୁଛ। ଗୀତ, ଇସ ପାପ କି ଦୁନିଆ ସେ କहीं ଦୂର ଲେ ଚଲୋ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଏହି ଗୀତ ଶୁଣିଲେ କି ଦୁଇଟି ଦୁନିଆ ରହିଛି। ଗୋଟିଏ ପାପର ଦୁନିଆ, ଅନ୍ୟଟି ପୁଣ୍ୟର ଦୁନିଆ। ଦୁଃଖୀ ଦୁନିଆ ଏବଂ ସୁଖର ଦୁନିଆ। ସୁଖ ନିଶ୍ଚୟ ନୂଆ ଦୁନିଆ ଓ ନୂଆ ଘରେ ହିଁ ହେବ। ପୁରୁଣା ଘରେ ଦୁଃଖ ହିଁ ମିଳିଥାଏ, ସେଥିପାଇଁ ତାକୁ ଭଙ୍ଗା ଯାଇଥାଏ। ପୁଣି ନୂଆ ଘରେ ସୁଖରେ ରହିଥାନ୍ତି। ଏବେ ପିଲାମାନେ ଜାଣିଛନ୍ତି କି ଭଗବାନଙ୍କୁ କୌଣସି ମନୁଷ୍ୟ ମାତ୍ରକେ ଜାଣିନାହାନ୍ତି। ରାବଣ ରାଜ୍ୟ ହେବା କାରଣରୁ ବିଲକୁଲ ପଥର ବୁଦ୍ଧି, ତମ ପ୍ରଧାନ ବୁଦ୍ଧି ହୋଇଯାଇଛନ୍ତି। ବାବା ଆସି ବୁଝାଉଛନ୍ତି, ମୋତେ ଭଗବାନ ତ କହୁଛନ୍ତି, କିନ୍ତୁ କେହି ବି ମୋତେ ଯଥାର୍ଥ ରୂପରେ ଜାଣିନାହାନ୍ତି। ଭଗବାନଙ୍କୁ ଜାଣିନଥିବାରୁ କୌଣସି କାମର ନୁହନ୍ତି। ଦୁଃଖରେ ହିଁ ହେ ପ୍ରଭୁ, ହେ ଈଶ୍ୱର କହି ଡାକିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଜଣେ ବି ମନୁଷ୍ୟ ବେହଦର ପିତା ରଚୟିତାଙ୍କୁ ଜାଣିନାହାନ୍ତି। କହି ଦେଉଛନ୍ତି ସର୍ବବ୍ୟାପୀ ଅଟନ୍ତି। ମାଛ, କଇଁଛ ମଧ୍ୟରେ ମଧ୍ୟ ପରମାତ୍ମା ଅଛନ୍ତି। ଏହିପରି ତ ପରମାତ୍ମାଙ୍କର ଗ୍ଳାନି କରୁଛନ୍ତି। ବାବାଙ୍କୁ କେତେ ବଦନାମ କରୁଛନ୍ତି। ସେଥିପାଇଁ ଭଗବାନ ବାଚ ରହିଛି, ଯେବେ ଭାରତରେ ମୋର ଏବଂ ଦେବୀ ଦେବତାମାନଙ୍କର ଗ୍ଳାନି ବା ନିନ୍ଦା କରି କରି ସିଢ଼ି ଓହ୍ଲାଇ ଓହ୍ଲାଇ ତମ ପ୍ରଧାନ ହୋଇଯାଇଥାନ୍ତି, ସେତେବେଳେ ମୁଁ ଆସିଥାଏ। ଡ୍ରାମା ଅନୁସାରେ ପିଲାମାନେ କହୁଛନ୍ତି, ଏହି ଅଭିନୟରେ ପୁଣି ମଧ୍ୟ ଆସିବାକୁ ପଡ଼ିବ। ବାବା କହୁଛନ୍ତି, ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇ ରହିଛି। ଏହି ଡ୍ରାମାରୁ ମୁଁ ମଧ୍ୟ ମୁକୁଳି ପାରିବି ନାହିଁ। ମୋତେ ମଧ୍ୟ ପତିତଙ୍କୁ ପବିତ୍ର କରିବା ପାଇଁ ଆସିବାକୁ ହିଁ ପଡ଼ୁଛି। ନଚେତ୍ ନୂଆ ଦୁନିଆ କିଏ ସ୍ଥାପନ କରିବ? ପିଲାମାନଙ୍କୁ ରାବଣ ରାଜ୍ୟର ଦୁଃଖରୁ ମୁକ୍ତ କରି ନୂଆ ଦୁନିଆକୁ କିଏ ନେଇଯିବ? ଯଦିଓ ଏହି ଦୁନିଆରେ ଏପରି ବହୁତ ହିଁ ଧନବାନ ମନୁଷ୍ୟ ଅଛନ୍ତି, ଭାବୁଛନ୍ତି ଆମେ ତ ସ୍ୱର୍ଗରେ ବସିଛୁ, ଧନ ଅଛି, ମହଲ ଅଛି, ଉଡ଼ାଜାହାଜ ଅଛି। କିନ୍ତୁ ଅଚାନକ କେହି ବେମାର ହୋଇଗଲେ ବସି ଥାଉ ଥାଉ ମରିଯାଉଛନ୍ତି। କେତେ ଦୁଃଖ ହେଉଛି। ସେମାନଙ୍କୁ ଏକଥା ଜଣା ନଥାଏ ଯେ ସତ୍ୟ ଯୁଗରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ। ଦୁଃଖର କୌଣସି କଥା ରହିବ ନାହିଁ। ସେଠାରେ ଆୟୁ ମଧ୍ୟ ଦୀର୍ଘ ହୋଇଥାଏ। ଏଠାରେ ତ ଅଚାନକ ମରିଯାଉଛନ୍ତି। ସତ୍ୟ ଯୁଗରେ ଏପରି କଥା ହେବ ନାହିଁ। ସେଠାରେ କ'ଣ ହେବ? ଏକଥା ମଧ୍ୟ କେହି ଜାଣିନାହାନ୍ତି। ସେଥିପାଇଁ ବାବା କହୁଛନ୍ତି, କେତେ ତୁଚ୍ଛ ବୁଦ୍ଧି ହୋଇଯାଇଛନ୍ତି। ମୁଁ ଆସି ଏମାନଙ୍କୁ ସ୍ୱଚ୍ଛ ବୁଦ୍ଧି କରାଉଛି। ରାବଣ ପଥର ବୁଦ୍ଧି,
ତୁଚ୍ଛ ବୁଦ୍ଧି କରି ଦେଉଛି। ଭଗବାନ ସ୍ୱଚ୍ଛ ବୁଦ୍ଧି କରୁଛନ୍ତି। ବାବା ତୁମକୁ ମନୁଷ୍ୟରୁ ଦେବତା କରାଉଛନ୍ତି। ସମସ୍ତ ସନ୍ତାନମାନେ କହୁଛନ୍ତି ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବାକୁ ଆସିଛୁ। ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ନରରୁ ନାରାୟଣ ହେବାର ଅଛି। ଏହା ହେଉଛି ସତ୍ୟ ନାରାୟଣଙ୍କର କଥା। ପୁଣି ଭକ୍ତିରେ ବ୍ରାହ୍ମଣ ଶାସ୍ତ୍ର ଶୁଣାଇଥାନ୍ତି। ତା ଦ୍ୱାରା ସତରେ କ'ଣ କେହି ନରରୁ ନାରାୟଣ ହେଉଛନ୍ତି? ତୁମେ ତ ସତରେ ନରରୁ ନାରାୟଣ ହେବା ପାଇଁ ଆସିଛ। କେହି କେହି ପଚାରୁଛନ୍ତି ଆପଣଙ୍କ ସଂସ୍ଥାର ଉଦ୍ଦେଶ୍ୟ କ'ଣ? କୁହ। ନରରୁ ନାରାୟଣ ହେବା, ଏହା ହେଉଛି ଆମର ଉଦ୍ଦେଶ୍ୟ। କିନ୍ତୁ ଏହା କୌଣସି ସଂସ୍ଥା ନୁହେଁ। ଏହା ତ ହେଉଛି ପରିବାର। ମାତା ପିତା ସନ୍ତାନମାନେ ଅଛନ୍ତି। ଭକ୍ତି ମାର୍ଗରେ ତ ଗାଉଥିଲେ ତୁମେ ମାତା ପିତା, ହେ ମାତା ପିତା। ଯେବେ ଆପଣ ଆସୁଛନ୍ତି ତେବେ ଆମେ ଆପଣଙ୍କ ଠାରୁ ଅସରନ୍ତି ସୁଖ ନେଉଛୁ। ଆମେ ବିଶ୍ୱର ମାଲିକ ହେଉଛୁ। ଏବେ ତୁମେ ବିଶ୍ୱର ମାଲିକ ହେଉଛ ନା? ତାହା ପୁଣି ସ୍ୱର୍ଗର ମାଲିକ। ଏବେ ଏପରି ବାବାଙ୍କୁ ଦେଖି କେତେ ଖୁସିର ପାରା ଚଢ଼ିବା ଦରକାର, ଯାହାଙ୍କୁ ଅଧା କଳ୍ପ ମନେ ପକାଇଛ। ହେ ଭଗବାନ ଆସନ୍ତୁ। ଆପଣ ଆସିଲେ ଆମେ ଆପଣଙ୍କ ଠାରୁ ବହୁତ ସୁଖ ପାଇବୁ। ଇଏ ବେହଦର ବାବା ତ ବେହଦର ବର୍ଷା ଦେଉଛନ୍ତି, ତାହା ପୁଣି 21 ଜନ୍ମ ପାଇଁ। ବାବା କହୁଛନ୍ତି ମୁଁ ତୁମକୁ ଦୈବୀ ସମ୍ପ୍ରଦାୟ କରାଉଛି। ରାବଣ ଆସୁରୀ ସମ୍ପ୍ରଦାୟ କରିଦେଉଛି। ମୁଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି। ସେଠାରେ ପବିତ୍ରତା ଯୋଗୁଁ ଦୀର୍ଘାୟୁ ରହିବେ। ଏଠାରେ ଭୋଗୀ ହୋଇଥିବାରୁ ଅଚାନକ ମରୁଛନ୍ତି। ସେଠାରେ ଯୋଗ ଦ୍ୱାରା ସର୍ବସମ୍ପତ୍ତି ପ୍ରାପ୍ତ ହୋଇଥାଏ। ଆୟୁଷ ମଧ୍ୟ 150 ବର୍ଷ ରହିଥାଏ। ଶରୀର ଛାଡ଼ିବାର ସମୟ ଆସିଲେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାନ୍ତି। ତେଣୁ ଏହି ଜ୍ଞାନ ବାବା ହିଁ ବସି ଦେଉଛନ୍ତି। ଭକ୍ତ ଭଗବାନଙ୍କୁ ଖୋଜୁଛନ୍ତି, ଭାବୁଛନ୍ତି ଶାସ୍ତ୍ର ପଢ଼ିବା, ତୀର୍ଥ ଆଦି କରିବା, ଏସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା ଅଟେ। ବାବା କହୁଛନ୍ତି ଏହା ରାସ୍ତା ହିଁ ନୁହେଁ, ରାସ୍ତା ତ ମୁଁ ହିଁ ବତାଇବି। ତୁମେ ତ କହୁଥିଲ ହେ ଅନ୍ଧମାନଙ୍କର ଲାଠି ପ୍ରଭୁ ଆସ, ଆମକୁ ଶାନ୍ତିଧାମ ସୁଖଧାମକୁ ନେଇ ଚାଲ। ତେଣୁ ବାବା ହିଁ ସୁଖଧାମର ରାସ୍ତା ବତାଉଛନ୍ତି। ବାବା କେବେ ହେଲେ କାହାକୁ ଦୁଃଖ ଦେଇନଥାନ୍ତି। ଏହା ତ ବାବାଙ୍କ ଉପରେ ମିଛ ଆରୋପ ଲଗାଇ ଦେଉଛନ୍ତି। କେହି ମରିଗଲେ ଭଗବାନଙ୍କୁ ଗାଳି ଦେବାରେ ଲାଗି ପଡ଼ୁଛନ୍ତି। ବାବା କହୁଛନ୍ତି ମୁଁ କ'ଣ କାହାକୁ ମାରୁଛି ଅଥବା ଦୁଃଖ ଦେଉଛି କି? ଇଏ ତ ପ୍ରତ୍ୟେକଙ୍କର ନିଜସ୍ୱ ପାଠ ରହିଛି। ମୁଁ ଯେଉଁ ରାଜ୍ୟ ସ୍ଥାପନ କରୁଛି ସେଠାରେ ଅକାଳ ମୃତ୍ୟୁ ଦୁଃଖ ଆଦି କେବେ ହେବ ହିଁ ନାହିଁ। ମୁଁ ତୁମକୁ ସୁଖଧାମକୁ ନେଇଯାଉଛି। ପିଲାମାନଙ୍କର ତ ଲୋମ ଟାଙ୍କୁରି ଉଠିବା ଦରକାର। ଓହୋ, ବାବା ଆମକୁ ପୁରୁଷୋତ୍ତମ କରାଉଛନ୍ତି। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ସଙ୍ଗମ ଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯାଇଥାଏ। ଭକ୍ତି ମାର୍ଗରେ ଭକ୍ତମାନେ ପୁଣି ପୁରୁଷୋତ୍ତମ ମାସ ପାଳନ କରିଥାନ୍ତି। ବାସ୍ତବରେ ହେଉଛି ପୁରୁଷୋତ୍ତମ ଯୁଗ, ଯେତେବେଳେ କି ବାବା ଶ୍ରେଷ୍ଠରୁ ଶ୍ରେଷ୍ଠ କରାଉଛନ୍ତି। ଏବେ ତୁମେ ପୁରୁଷୋତ୍ତମ ହେଉଛ। ସବୁଠାରୁ ଉଚ୍ଚରୁ ଉଚ୍ଚ ପୁରୁଷୋତ୍ତମ ଲକ୍ଷ୍ମୀ ନାରାୟଣ ହିଁ ଅଟନ୍ତି। ମନୁଷ୍ୟମାନେ ତ କିଛି ବି ବୁଝୁନାହାନ୍ତି। ଉନ୍ନତି କଳାକୁ ଏକମାତ୍ର ବାବା ହିଁ ନେଇଯାଉଛନ୍ତି। ସିଡ଼ି ଚିତ୍ର ଉପରେ କାହାକୁ ବି ବୁଝାଇବା ବହୁତ ସହଜ। ବାବା କହୁଛନ୍ତି ଏବେ ଖେଳ ପୂରା ହେଲା, ଘରକୁ ଚାଲ। ଏବେ ଏହି ପୁରୁଣା ଛି ଛି ଶରୀର ଛାଡ଼ିବାକୁ ହେବ। ତୁମେ ପ୍ରଥମେ ନୂଆ ଦୁନିଆରେ ସତ୍ତ୍ୱ ପ୍ରଧାନ ଥିଲ। ପୁଣି 84 ଜନ୍ମ ଭୋଗିବା ପରେ ତମ ପ୍ରଧାନ ଶୂଦ୍ର ହୋଇଯାଇଛ। ଏବେ ପୁଣି ଶୂଦ୍ରରୁ ବ୍ରାହ୍ମଣ ହୋଇଛ। ଏବେ ବାବା ଆସିଛନ୍ତି ଭକ୍ତିର ଫଳ ଦେବା ପାଇଁ। ବାବା ସତ୍ୟ ଯୁଗରେ ଫଳ ଦେଇଥିଲେ। ବାବା ହିଁ ହେଉଛନ୍ତି ସୁଖଦାତା। ପତିତ ପାବନ ବାବା ଆସି ସାରା ଦୁନିଆର ମନୁଷ୍ୟ ମାତ୍ରେ ତ କ'ଣ ପ୍ରକୃତିକୁ ମଧ୍ୟ ସତ୍ତ୍ୱ ପ୍ରଦାନ କରାଉଛନ୍ତି। ଏବେ ତ ପ୍ରକୃତି ମଧ୍ୟ ତମ ପ୍ରଧାନ ହୋଇଯାଇଛି। ଶସ୍ୟ ଆଦି ତ ମିଳୁ ହିଁ ନାହିଁ। ସେମାନେ ଭାବୁଛନ୍ତି ଆମେ ଏହିସବୁ ଉନ୍ନତିମୂଳକ କାର୍ଯ୍ୟ କରୁଛୁ। ଆସନ୍ତା ବର୍ଷକୁ ବହୁତ ଶସ୍ୟ ହେବ, କିନ୍ତୁ କିଛି ହେଲେ ବି ହେଉନାହିଁ। ପ୍ରାକୃତିକ ବିପର୍ଯ୍ୟୟକୁ କେହି କ'ଣ ରୋକିପାରିବେ?
ଅକାଳ ପଡ଼ିବ, ଭୂମିକମ୍ପ ହେବ, ରୋଗ ସବୁ ବାହାରିବ, ରକ୍ତର ନଦୀ ବହିବ। ଏହା ସେହି ମହାଭାରତ ଲଢ଼େଇ ଅଟେ। ଏବେ ବାବା କହୁଛନ୍ତି, ତୁମେ ନିଜର ବର୍ଷା ନେଇଯାଅ। ମୁଁ ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ବର୍ଷା ଦେବାକୁ ଆସିଛି। ମାୟା ରାବଣ ଅଭିଶାପ ଦେଉଛି, ନର୍କର ବର୍ଷା ଦେଉଛି। ଏହିପରି ଖେଳ ତିଆରି ହୋଇଛି। ବାବା କହୁଛନ୍ତି, ଡ୍ରାମା ଅନୁସାରେ ମୁଁ ମଧ୍ୟ ଶିବାଳୟ ସ୍ଥାପନ କରୁଛି। ଏହି ଭାରତ ଶିବାଳୟ ଥିଲା, ଏବେ ବେଶ୍ୟାଳୟ ହୋଇଯାଇଛି। ବିଷୟ ସାଗରରେ ଉବୁଟୁବୁ ହେଉଛନ୍ତି। ଏବେ ତୁମେ ପିଲାମାନେ ଜାଣିଛ, ବାବା ଆମକୁ ଶିବାଳୟକୁ ନେଇ ଯାଉଛନ୍ତି। ତେଣୁ ଏହି ଖୁସି ରହିବା ଦରକାର ନା। ଆମକୁ ବେହଦର ଭଗବାନ ପଢ଼ାଉଛନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ବିଶ୍ୱର ମାଲିକ କରାଉଛି। ଭାରତବାସୀ ନିଜର ଧର୍ମକୁ ହିଁ ଜାଣିନାହାନ୍ତି। ଆମର ଦୈବୀ କୁଟୁମ୍ବ ତ ବହୁତ ବଡ଼ ଅଟେ, ଯେଉଁଥିରୁ ଅନ୍ୟ ଧର୍ମମାନଙ୍କର ବଂଶ ସୃଷ୍ଟି ହୋଇଥାଏ। ଆଦି ସନାତନ କେଉଁ ଧର୍ମ, କେଉଁ ବିରାଦରୀ ବଂଶ ଥିଲା, ଏକଥା ତ ବୁଝୁନାହାନ୍ତି। ଆଦି ସନାତନ ଦେବୀ ଦେବତା ଧର୍ମବାଲାଙ୍କର ବିରାଦରୀ ଅର୍ଥାତ୍ ବଂଶ, ପୁଣି ସେକେଣ୍ଡ ନମ୍ବରରେ ଚନ୍ଦ୍ରବଂଶୀ ବିରାଦରୀ, ପୁଣି ଇସଲାମୀ ବଂଶର ବିରାଦରୀ। ଏହି ସାରା କଳ୍ପ ବୃକ୍ଷର ରହସ୍ୟ ଆଉ କେହି ବୁଝାଇ ପାରିବେ ନାହିଁ। ଏବେ ତ ଦେଖ, କେତେ ସବୁ ଧର୍ମର ବଂଶ ରହିଛି, କେତେ ଶାଖା ପ୍ରଶାଖାମାନ ଅଛି। ଏହା ହେଉଛି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ। ଏହି କଥା ସବୁ ବାବା ହିଁ ଆସି ବୁଦ୍ଧିରେ ଧାରଣ କରାଉଛନ୍ତି। ଏହା ହେଉଛି ପାଠପଢ଼ା। ଏହାକୁ ତ ପ୍ରତ୍ୟହ ପଢ଼ିବା ଉଚିତ। ଭଗବାନ ବାଚ, ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି। ପତିତ ରାଜା ତ ବିନାଶୀ ଧନ ଦାନ କରିବା ଦ୍ୱାରା ମଧ୍ୟ ହୋଇପାରିବ। ମୁଁ ତୁମକୁ ଏପରି ପବିତ୍ର କରାଉଛି, ଯାହାକି ତୁମେ 21 ଜନ୍ମ ପାଇଁ ବିଶ୍ୱର ମାଲିକ ହେଉଛ। ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ। ନିଜ ସମୟରେ ଆୟୁଷ ପୁରା ହେଲେ ଶରୀର ଛାଡ଼ିଥାନ୍ତି। ତୁମ ସନ୍ତାନମାନଙ୍କୁ ଡ୍ରାମାର ରହସ୍ୟ ମଧ୍ୟ ବାବା ବୁଝାଉଛନ୍ତି। ଏହି ସିନେମା, ଡ୍ରାମା ଆଦି ବାହାରିଥିବାରୁ ଏହାର ଉଦାହରଣ ଦେଇ ବୁଝାଇବା ମଧ୍ୟ ସହଜ ହେଉଛି। ଆଜିକାଲି ତ ବହୁତ ଡ୍ରାମା ଆଦି କରୁଛନ୍ତି। ମନୁଷ୍ୟମାନଙ୍କର ବହୁତ ସଉକ ହୋଇଗଲାଣି। ସେ ସବୁ ହେଲା ବିନାଶୀ ଡ୍ରାମା। ଏହା ବେହଦର ଅବିନାଶୀ ଡ୍ରାମା। ବର୍ତ୍ତମାନ ମାୟାର ଶୋ ବହୁତ ରହିଛି। ମନୁଷ୍ୟ ଭାବୁଛନ୍ତି ଏବେ ତ ସ୍ୱର୍ଗ ହୋଇଗଲାଣି। ଆଗରୁ କ'ଣ ଏତେ ବଡ଼ ବଡ଼ କୋଠା ଆଦି ଥିଲା? ତେଣୁ କେତେ ଅପୋଜିସନ୍ ଅର୍ଥାତ୍ ବିରୋଧ ହେଉଛି। ଭଗବାନ ସ୍ୱର୍ଗ ରଚନା କରିଥିବାରୁ ମାୟା ମଧ୍ୟ ତାର ସ୍ୱର୍ଗ ଦେଖାଉଛି। ଏସବୁ ହେଉଛି ମାୟାର ଶୋ ଅର୍ଥାତ୍ ମିଥ୍ୟା ଆଡ଼ମ୍ବର। ଏହାର ପତନ ନିଶ୍ଚିତ ହେବ। ମାୟା କେତେ ଶକ୍ତିଶାଳୀ ଅଟେ। ତୁମକୁ ଏସବୁ ଠାରୁ ମୁହଁ ମୋଡ଼ିବାକୁ ହେବ। ବାବା ହିଁ ହେଉଛନ୍ତି ଦୀନବନ୍ଧୁ। ଏବେ ସାହୁକାରଙ୍କ ନିମନ୍ତେ ସ୍ୱର୍ଗ, ଗରିବ ବିଚରା ନର୍କରେ ଅଛନ୍ତି। ତେଣୁ ଏବେ ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବାକୁ ହେବ। ଗରିବ ହିଁ ସମ୍ପତ୍ତି ନେବେ। ସାହୁକାର ତ ଭାବୁଛନ୍ତି ଆମେ ସ୍ୱର୍ଗରେ ବସିଛୁ। ସ୍ୱର୍ଗ ନର୍କ ଏହିଠାରେ ହିଁ ଅଛି। ଏସବୁ କଥାକୁ ଏବେ ତୁମେ ବୁଝୁଛ। ଭାରତ କେତେ ଭିକାରୀ ହୋଇଯାଇଛି। ଭାରତ ହିଁ କେତେ ସାହୁକାର ଥିଲା। ଏକମାତ୍ର ଆଦି ସନାତନ ଧର୍ମ ହିଁ ଥିଲା। ଏବେ ମଧ୍ୟ ଭୂଗର୍ଭରୁ କେତେ ପୁରୁଣା ଜିନିଷ ସବୁ ବାହାରୁଛି। କହୁଛନ୍ତି ଏତେ ବର୍ଷର ପୁରୁଣା ଜିନିଷ ଅଟେ। ହାଡ଼ କଙ୍କାଳ ସବୁ ବାହାରୁଛି। କହୁଛନ୍ତି ଏସବୁ ଏତେ ଲକ୍ଷ ବର୍ଷର ଅଟେ। ତେବେ ଲକ୍ଷ ଲକ୍ଷ ବର୍ଷର ହାଡ଼ କେଉଁଠୁ ବାହାରିବ? ତାର ପୁଣି କେତେ ଅଧିକ ମୂଲ୍ୟ ରଖୁଛନ୍ତି। ବାବା ବୁଝାଉଛନ୍ତି, ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି। ଏହାଙ୍କ ଶରୀରରେ ପ୍ରବେଶ କରି ଆସୁଛି। ଏହି ବ୍ରହ୍ମା ସାକାରୀ ଅଟନ୍ତି। ଇଏ ପୁଣି ସୂକ୍ଷ୍ମ ବତନବାସୀ ଫରିସ୍ତା ହେଉଛନ୍ତି। ସୂକ୍ଷ୍ମ ବତନବାସୀ ଅବ୍ୟକ୍ତ, ଇଏ ବ୍ୟକ୍ତ। ବାବା କହୁଛନ୍ତି, ମୁଁ ବହୁତ ଜନ୍ମର ଅନ୍ତର ମଧ୍ୟ ଅନ୍ତରେ ଆସୁଛି। ଯିଏ ନମ୍ବର 1 ପବିତ୍ର, ସେ ପୁଣି ନମ୍ବର 1 ପତିତ ହେଉଛନ୍ତି। ମୁଁ ଏହାଙ୍କ ଶରୀରରେ ଆସୁଛି, କାହିଁକି ନା ଏହାଙ୍କୁ ହିଁ ପୁଣି ନମ୍ବର 1 ପବିତ୍ର ହେବାକୁ ପଡ଼ିବ। ଇଏ ତ ନିଜକୁ ଭଗବାନ ଅଥବା ଅମୁକ ଅଟେ ବୋଲି କହୁନାହାନ୍ତି। ବାବା ମଧ୍ୟ ବୁଝୁଛନ୍ତି।
ମୁଁ ଏହି ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ସମସ୍ତଙ୍କୁ ସତ୍ତ୍ୱ ପ୍ରଦାନ କରାଉଛି। ଏବେ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ତୁମେ ଅଶରୀରୀ ଆସିଥିଲ, ପୁଣି 84 ଜନ୍ମ ନେଇ ପାଟ ବଜାଇଛ, ଏବେ ଘରକୁ ଫେରିବାକୁ ହେବ। ନିଜକୁ ଆତ୍ମା ଭାବ, ଦେହ ଅଭିମାନ ଛାଡ଼, କେବଳ ୟାଦ୍ର ଯାତ୍ରାରେ ରହିବାକୁ ହେବ। ବାବା ଆଉ କୌଣସି କଷ୍ଟ ଦେଉନାହାନ୍ତି। ଯିଏ ପବିତ୍ର ହେବେ, ଜ୍ଞାନ ଶୁଣିବେ, ସେ ହିଁ ବିଶ୍ୱର ମାଲିକ ହେବେ। କେତେ ବଡ଼ ସ୍କୁଲ ଅଟେ! ପଢ଼ାଇଲା ବାଲା ବାବା କେତେ ନିରହଙ୍କାରୀ ହୋଇ ପତିତ ଦୁନିଆ, ପତିତ ଶରୀରରେ ଆସୁଛନ୍ତି। ଭକ୍ତି ମାର୍ଗରେ ତୁମେ ତାଙ୍କ ପାଇଁ କେତେ ସୁନ୍ଦର ସୁନାର ସୁନ୍ଦର ମନ୍ଦିର ତିଆରି କରୁଛ। ବର୍ତ୍ତମାନ ସମୟରେ ମୁଁ ତୁମକୁ ସ୍ୱର୍ଗର ମାଲିକ କରାଉଛି, ତେଣୁ ପତିତ ଶରୀରରେ ଆସି ପ୍ରବେଶ କରୁଛି। ପୁଣି ଭକ୍ତି ମାର୍ଗରେ ତୁମେ ମୋତେ ସୋମନାଥ ମନ୍ଦିରରେ ବସାଉଛ, ସୁନା ହୀରାର ମନ୍ଦିର ତିଆରି କରୁଛ। କାହିଁକି ନା ତୁମେ ଜାଣିଛ ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି, ସେଥିପାଇଁ ଖାତିର ବା ସମ୍ମାନ କରୁଛ। ବାବା ଏହିସବୁ ରହସ୍ୟ ବୁଝାଉଛନ୍ତି। ଭକ୍ତି ପ୍ରଥମେ ଅବ୍ୟଭିଚାରୀ, ପୁଣି ବ୍ୟଭିଚାରୀ ହୋଇଥାଏ। ଆଜିକାଲି ଦେଖ, ମନୁଷ୍ୟମାନଙ୍କର ମଧ୍ୟ ପୂଜା କରୁଛନ୍ତି। ଗଙ୍ଗା କୂଳରେ ଦେଖ, ଶିବ ଓହମ୍ କହି ବସି ଯାଉଛନ୍ତି। ମାତାମାନେ ଯାଇ କ୍ଷୀର ଢାଳୁଛନ୍ତି, ପୂଜା କରୁଛନ୍ତି। ବ୍ରହ୍ମା ବାବା ମଧ୍ୟ ନିଜେ ପୂଜା କରିଛନ୍ତି। ନମ୍ବର 1 ପୂଜାରୀ ହୋଇଛନ୍ତି ନା? ବଡ଼ ଆଶ୍ଚର୍ଯ୍ୟର କଥା ଅଟେ ନା? ବାବା କହୁଛନ୍ତି, ଏହା ୱାଣ୍ଡରଫୁଲ ଦୁନିଆ ଅଟେ। କିପରି ସ୍ୱର୍ଗ ହେଉଛି, କିପରି ନରକ ହେଉଛି, ବାବା ସବୁ ରହସ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ଏହି ଜ୍ଞାନ ତ ଶାସ୍ତ୍ରରେ ନାହିଁ, ତାହା ହେଉଛି ଫିଲୋସଫିର ଶାସ୍ତ୍ର, ଅର୍ଥାତ୍ ଦର୍ଶନ ଶାସ୍ତ୍ର। ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯାହାକୁ ଆତ୍ମିକ ପିତା ଅଥବା ତୁମ ବ୍ରାହ୍ମଣଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ। ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ରୁହାନୀ ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ। ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ, ତେବେ ଦେବତା ହୋଇପାରିବ ନାହିଁ। ତୁମ ସନ୍ତାନମାନଙ୍କର ବହୁତ ଖୁସି ରହିବା ଉଚିତ। ଭଗବାନ ଆମକୁ ପଢ଼ାଉଛନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଏଠାରେ ମାୟାର ବହୁତ ମିଥ୍ୟା ଆଡ଼ମ୍ବର ରହିଛି। ଏଥିରୁ ନିଜକୁ ମୁହଁ ମୋଡ଼ି ନେବାକୁ ହେବ। ସର୍ବଦା ଏହି ଖୁସିରେ ଲୋମ ଟାଙ୍କୁରି ଉଠୁ କି ଏବେ ଆମେ ତ ପୁରୁଷୋତ୍ତମ ହେଉଛୁ। ସ୍ୱୟଂ ଭଗବାନ ଆମକୁ ପଢ଼ାଉଛନ୍ତି। ଏଠାରେ ମାୟାର ବହୁତ ମିଥ୍ୟା ଆଡ଼ମ୍ବର ରହିଛି। ଏଥିରୁ ନିଜର ମୁହଁ ମୋଡ଼ି ନେବାକୁ ହେବ। ସର୍ବଦା ଏହି ଖୁସିରେ ଲୋମ ଟାଙ୍କୁରି ଉଠୁ କି ଏବେ ଆମେ ତ ପୁରୁଷୋତ୍ତମ ହେଉଛୁ। ସ୍ୱୟଂ ଭଗବାନ ଆମକୁ ପଢ଼ାଉଛନ୍ତି। ଦ୍ୱିତୀୟ ପଏଣ୍ଟ, ବିଶ୍ୱର ରାଜ୍ୟ ଭାଗ୍ୟ ନେବା ପାଇଁ କେବଳ ପବିତ୍ର ହେବାକୁ ପଡ଼ିବ। ଯେପରି ବାବା ନିରହଙ୍କାରୀ ହୋଇ ପତିତ ଦୁନିଆ, ପତିତ ଶରୀରରେ ଆସୁଛନ୍ତି, ସେହିପରି ବାବାଙ୍କ ସମାନ ନିରହଙ୍କାରୀ ହୋଇ ସେବା କରିବାକୁ ହେବ। ବିଶ୍ୱର ରାଜ୍ୟ ଭାଗ୍ୟ ନେବା ପାଇଁ କେବଳ ପବିତ୍ର ହେବାକୁ ପଡ଼ିବ। ଯେପରି ବାବା ନିରହଙ୍କାରୀ ହୋଇ ପତିତ ଦୁନିଆ, ପତିତ ଶରୀରରେ ଆସୁଛନ୍ତି, ସେହିପରି ବାବାଙ୍କ ସମାନ ନିରହଙ୍କାରୀ ହୋଇ ସେବା କରିବାକୁ ହେବ। ବରଦାନ, ଜଣକ ସାଥିରେ ସର୍ବ ସମ୍ବନ୍ଧ ରଖି ଅନ୍ୟ ସମସ୍ତ ସାହାରାଠାରୁ ମୁକ୍ତ ସମ୍ପୂର୍ଣ୍ଣ ଫରିସ୍ତା ହୁଅ। ଜଣକ ସାଥିରେ ସର୍ବ ସମ୍ବନ୍ଧ ରଖି ଅନ୍ୟ ସମସ୍ତ ସାହାରାଠାରୁ ମୁକ୍ତ ସମ୍ପୂର୍ଣ୍ଣ ଫରିସ୍ତା ହୁଅ। ଯେପରି କୌଣସି ଖାଦ୍ୟ ପଦାର୍ଥ ତିଆରି କରିବା ସମୟରେ ଯେତେବେଳେ ତାହା ପ୍ରସ୍ତୁତ ହୋଇଯାଏ, ସେତେବେଳେ ପ୍ରସ୍ତୁତ ହେଉଥିବା ପାତ୍ରଠାରୁ ଅଲଗା ହୋଇଯାଏ, ସେହିପରି ତୁମେମାନେ ମଧ୍ୟ ଯେତେ ଯେତେ ସମ୍ପନ୍ନ ସ୍ଥିତିରେ
ପାଖାପାଖି ହେଉଥିବ, ସେହି ଅନୁସାରେ ସମସ୍ତଙ୍କଠାରୁ ଆପେ ଆପେ ଦୂରେଇ ଯାଉଥିବ। ଯେତେବେଳେ ମନର ବୃତ୍ତି ଦ୍ୱାରା ସବୁ ପ୍ରକାରର ବନ୍ଧନଠାରୁ ଦୂରେଇ ଯିବ, ଅର୍ଥାତ୍ କାହା ପ୍ରତି ବି ମୋହ ନ ରହିବ, ସେତେବେଳେ ଯାଇ ସମ୍ପୂର୍ଣ୍ଣ ଫରିସ୍ତା ହୋଇପାରିବ। ତେବେ ଜଣକ ସାଥିରେ ସବୁ ପ୍ରକାରର ସମ୍ବନ୍ଧ ରଖିବା ହିଁ ପ୍ରକୃତ ଲକ୍ଷ୍ୟ ଅଟେ। ଏହି ସ୍ଥିତି ଦ୍ୱାରା ହିଁ ଅନ୍ତିମ ଫରିସ୍ତା ଜୀବନର ଲକ୍ଷ୍ୟ ପାଖାପାଖି ଅନୁଭବ ହେବ ଏବଂ ବୁଦ୍ଧିର ଚଞ୍ଚଳତା ସମାପ୍ତ ହୋଇଯିବ। ଏହି ସ୍ଥିତି ଦ୍ୱାରା ହିଁ ଅନ୍ତିମ ଫରିସ୍ତା ଜୀବନର ଲକ୍ଷ୍ୟ ପାଖାପାଖି ଅନୁଭବ ହେବ ଏବଂ ବୁଦ୍ଧିର ଚଞ୍ଚଳତା ସମାପ୍ତ ହୋଇଯିବ। ସ୍ଲୋଗାନ: ସ୍ନେହ ଏଭଳି ଏକ ଚୁମ୍ବକ ଅଟେ, ଯାହାକି ନିନ୍ଦା କରୁଥିବା ଆତ୍ମାମାନଙ୍କୁ ମଧ୍ୟ ନିକଟକୁ ନେଇ ଆସିଥାଏ। ସ୍ନେହ ଏଭଳି ଏକ ଚୁମ୍ବକ ଅଟେ, ଯାହାକି ନିନ୍ଦା କରୁଥିବା ଆତ୍ମାମାନଙ୍କୁ ମଧ୍ୟ ନିକଟକୁ ନେଇ ଆସିଥାଏ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଆଜିର ଅବ୍ୟକ୍ତ ଇଶାରା: ମାନସିକ ସେବା କରିବାକୁ ହେଲେ ମନ ଏବଂ ବୁଦ୍ଧି ବ୍ୟର୍ଥ ଚିନ୍ତନଠାରୁ ମୁକ୍ତ ରହିବା ଦରକାର ଏବଂ ମନ୍ମନାଭବ ମନ୍ତ୍ରର ସହଜ ସ୍ୱରୂପ ହେବା ଦରକାର। ତେଣୁ ଯେଉଁ ଶ୍ରେଷ୍ଠ ଆତ୍ମାମାନଙ୍କର ମାନସିକ ବୃତ୍ତି ଅର୍ଥାତ୍ ସଂକଳ୍ପ ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ଅଟେ, ବା ଯେଉଁମାନେ ଶୁଭ ଭାବନା ଶୁଭ କାମନା କରିବା ବାଲା ଅଟନ୍ତି, ସେମାନେ ନିଜର ସଂକଳ୍ପ ଦ୍ୱାରା ଶକ୍ତିର ଦାନ ଦେଇପାରିବେ। ଓମ୍ ଶାନ୍ତି।